ବୌଦ୍ଧ ସହରର ଆଖପାଖ ଅଞ୍ଚଳରେ ଘନ କୁହୁଡ଼ି। ଏହାର ପ୍ରଭାବରେ ଯାତାୟାତରେ ବାଧାପ୍ରାପ୍ତ। ଆଜି ସକାଳ 8ଟା ସମୟରେ ବୌଦ୍ଧ ସହରର ଆଖପାଖ ଅଞ୍ଚଳରେ ଦେଖିବାକୁ ମିଳିଛି ଘନ କୁହୁଡ଼ି। ଏହାର ପ୍ରଭାବରେ 57 ନମ୍ବର ଜାତୀୟ ରାଜପଥରେ କୁହୁଡ଼ି ପ୍ରଭାବରେ ଯାନବାହନ ସବୁ ଯାତାୟାତରେ ବାଧାପ୍ରାପ୍ତ ହେଉଥିବାର ଦେଖିବାକୁ ମିଳିଛି। 10 ମିଟରରୁ ଆଗକୁ ଦୃଶ୍ୟମାନ ହେଉନଥିବାର ଦେଖାଯାଉଛି। ଯାନବାହନ ସବୁ ଲାଇଟ୍ ଲଗାଇ ଯାତାୟାତ କରୁଛନ୍ତି। କୁହୁଡ଼ି ଯୋଗୁଁ ରେଳ ଲାଇନରେ ସିଗ୍ନାଲ ଦୃଶ୍ୟମାନ ହେଉନଥିବାରୁ ରେଳ ସବୁ ବିଳମ୍ବରେ ଏଠାରୁ ଛାଡୁଥିବାର ଦେଖିବାକୁ ମିଳିଛି। କିନ୍ତୁ କିଛି ବଡ଼ବଡ଼ିଆ ଲୋକ ଏପରି ଘନ କୁହୁଡ଼ି ପ୍ରଭାବକୁ ଚା ଖଟିରେ ଚା ପିଇ ନିଜର ମଜା ନେଉଥିବା ଦେଖିବାକୁ ମିଳିଛି। ଆସ ଏ ବିଷୟରେ ଜଣେ କୁହୁଡ଼ିର ମଜା ନେଉଥିବା ବ୍ୟକ୍ତିଙ୍କ ସହିତ କଥା ହେବା। ମାନେ ବର୍ତ୍ତମାନ ବୌଦ୍ଧରେ କୁହୁଡ଼ିଟା କେମିତି ଚାଲିଛି? ମୁଁ ବିଶ୍ୱନାଥ ବେହେରା, ପ୍ରୋଜେକ୍ଟ ମ୍ୟାନେଜର ଝାଝରିଆ ନିର୍ମାଣ ଲିମିଟେଡ୍, ଖୋର୍ଦ୍ଧା ବଲାଙ୍ଗୀର ରେଲୱେ ପ୍ରୋଜେକ୍ଟ। ବୌଦ୍ଧରେ କିଛି ଦିନ ହେଲା ବଢ଼ିଆ କୁହୁଡ଼ି ହେଉଛି, ଥଣ୍ଡା ବି ବଢ଼ିଆ ଅଛେ, ଭଲ ଲାଗୁଛେ ସକାଳୁ ଆସିବାର ଲାଗି। ଏଇଟା ଆମର ଷ୍ଟେସନ ଏରିଆ, ଷ୍ଟେସନରେ ପୁରା ଦେଖନ୍ତୁ କେତେ କୁହୁଡ଼ି ହେଇଛେ, ଭଲ ମୌସମଟା ଲାଗୁଛେ। ସକାଳୁ ଚା ଦୋକାନରେ ସମସ୍ତେ ଆସୁଛନ୍, ଭିଡ଼ ହଉଛେ, ଟିକେ ଭଲ ଲାଗୁଛେ କୁହୁଡ଼ି ଥଣ୍ଡା।